आज हूँ गुरुवार आज माई भाणजांकर खाइबा कंपटीशन रे कौन खाइबा रही देखा आ किए जितब आ जितवा लोक हारिया लोक कौन पनिशमेंट दूसरी ता भी देखा प्रथम आज खाया कंपटीशन रे कौन खाद्य रही आगे देखा आज कौन खाद्य अच्छी आज ओडिशा प्रसिद्ध मंडा पिठा मंडा पिठार पड़ी नड़िया गुड़ छेना पड़ी मंडा पिठा है आईटा तो स्पेशल पिठा बिरी भूषण पत्र लंका लुण सब पड़ी पिठा है पिठार पुर हाँ आईटा है खीरी अच्छा पिठा कईटा पिठा सातटा आठटा पिठा अच्छा मात्र मोर भी से 8टा ही पिठा अच्छी से नड़िया पुर पड़ी पिठा अच्छी गोटे बिरी पुर पिठा अच्छी आ गोटे सादा पिठाटे अच्छी ठीक अच्छे ये ओडिशा प्रसिद्ध पारंपरिक मंडा पिठा सांग माने पुओ माने भल पाती कहे कमेंट करी आमर तो ये बहुत प्रसिद्ध समस्ते भल पाती मंडा पिठा को हाँ तेबे आमर माई भणजा खाइबा कंपटीशन स्टार्ट करवा तमें दी जन रेडी अछ तो खाइबा कंपटीशन स्टार्ट रेडी 1 2 3 खाइबा स्टार्ट कर दियो शीघ्र शीघ्र खाओ से माई आज धड़ा शाढ़ी पिंधि जदि तंटी जाऊना पानी पीबुर आप ढोकिला भाया कहीं कष्ट ढोकुच जीतबार लक्ष्य नहीं खाऊ तो से ढोकी दौच चबौन या कथा तो केमी तैयारी हुए मंडा पिठा सुतुआरे खाली बिरी बटा है भूषण पत्र पड़ो लंका पड़ो लुण पड़ो केबे केबे मु रेसिपी देवी देखे देवी एटा बहुत बहुत बढ़िया लगे स्पेशल है टेस्टी बहुत टेस्टी बहुत
ସ୍ପିଡି ଖାଅ। ମାଇଁ ଆଜି ବାନ୍ତି କରିଦବ ରେ। ଏଇ ବାନ୍ତି କଲା। ହରେଇବାର ଥିଲେ ତୋର ଆଉ ଅଛି ଆହୁରି ଗୋଟେ। ଲଙ୍କା ଦେଇଛ ପୁଳେ ରାଗ ହେଲା। ପାଣି ପିଉନୁ। ଚ୍ୟାଲେଞ୍ଜ ମାନେ ଚ୍ୟାଲେଞ୍ଜ ପାଟି। ଆଜି କମ୍ପିଟିସନ୍ଟା ୱାନ୍ ସାଇଡ୍ ହେଲା ଜଣା ପଡ଼ିଯାଉଛି, କାହିଁକିନା ମାଇଁ ଆଜି ହାରିବ ବୋଲି ସ୍ପଷ୍ଟ ଜଣା ପଡ଼ିଯାଉଛି। ଖାଇପାରୁନି ଆଉ। ହଉ ଧୀରେ ଧୀରେ ଖାଇବାର ମଜାଟା ନେଇ ଖା। ଗାଲ ତ ହାରିବ ଆଉ କଣ ଅଛି। କ'ଣ କେହି କିଛି କହୁନ? ଏତେ ଭଲ ହେଇଛି ଆଉ ଟିକେ କଥା କହିବା ଖାଇଦେବା ତାକୁ। ମାଇଙ୍କ ଚୋପା ବି ଖାଇଯାଉଛି। ପତ୍ର ଖାଆନ୍ତି କି ଲୋକ? ତେଜପତ୍ର ପଡ଼ିଛି। କ୍ଷୀରିଟା ବି ବଢ଼ିଆ ହେଇଛି। ଆରେ କ'ଣ ପଡ଼ୁଛି? ଚାଉଳ ସିଝା ହେଇକି କ୍ଷୀର ପଡ଼ିଛି, କାଜୁ ପଡ଼ିଛି, କିସମିସ ପଡ଼ିଛି, ସବୁ ପଡ଼ିଛି। ଭଲ ହେଇଛି ନା? ଖାଅ ଧୀରେ ଧୀରେ ଖାଅ। ସେଇଠି କ'ଣ ଅଛି ପନିସମେଣ୍ଟ ତ ପାଇବ। ଖରାପ ଜିନିଷ ପଡ଼ିବ, ଭଲ ଜିନିଷ ହେଉଛି ମାନେ ବାଲାନ୍ସ। ପତ୍ର ଖାଇଦିଅ ଗୁଡ୍ ଜବ୍। ଭଲ ହେଇଛି ସତ କଥା। ସାଙ୍ଗମାନେ କ୍ଷୀରିଟା ଆଉ ପିଠାଟା ଏମିତି ହେଇଛି ଆଉ କେବେ ଏମିତି ଭଲ ମୁଁ କେବେ ଖାଇନି। କେମିତି ଏତେ ଭଲ ଖାଇନି। ମୁଁ ଯାହା ଖାଇ ଛଣା ଫଣା ପିଠା ଖାଇଛି। ଛଣା ଫଣା ପିଠା ମୁଁ ଏତେ ଖାସ୍ ଲାଗେନି, କିନ୍ତୁ ସିଝା ମଣ୍ଡା କୁ କ୍ଷୀରି ଆଜି ଏମିତି ହେଇଛି ମୁଁ କେବେ ମାନେ ଜୀବନରେ ସତରେ କେବେ ଖାଇନି। ବହୁତ ବଢ଼ିଆ ହେଇଛି। ମାନିବାକୁ ପାଣିଟା ଟିକେ ପିଆ। ତାହେଲେ ଆଜି ଭଣଜା ଜିତିଛି, ମାଇଁ ହାରିଛି। ଭଣଜା ମାଇଁକି ପନିସମେଣ୍ଟ ଦେବ। ପନିସମେଣ୍ଟରେ କ'ଣ ରଖିଛି ଦେଖିବା। A few moments later. ପନିସମେଣ୍ଟ ଭଣଜା ମାଇଁ ପାଇଁ ନେଇକି ଆସିଛି। ପନିସମେଣ୍ଟରେ କ'ଣ ଅଛି ମାଇଁ କାଢ଼ିକି ଦେଖାଯାଅ ଦର୍ଶକମାନଙ୍କୁ। ଆରେ ବାବା, ଇଏ ତ ଆମ୍ବ, ମାଇଁର ଫେଭରେଟ୍ ଜିନିଷ। ଲଙ୍କା ଲୁଣ କଞ୍ଚା ଲଙ୍କା ଗୁଣ୍ଡ, ମିଠା ପରେ ପୁଣି ଖଟା। ଆଉ ପାଟିଟା ଟେଷ୍ଟ ଆରେ ବାବା। ଆରେ କ'ଣ ଗଲି ପନିସମେଣ୍ଟଟା କେମିତି ନେବ କହ? କେମିତି ନବ କ'ଣ? ଆଉ ଦୁଇଟା ଆଗ ଖାଇବେ ଏକା ସାଙ୍ଗରେ ଆଉ କ'ଣ? ମୁଁ ଖାଇପାରିବିନି, ମୁଁ ଖାଇପାରିବିନି। ଏକା ସାଙ୍ଗରେ ଦୁଇଟା ମୋ ଦାନ୍ତ ଉଠିବ କାଲି। ଆଉ ଖାଇବ
କି କଥା କ'ଣ ପନିସମେଣ୍ଟଟା ପନିସମେଣ୍ଟ ତୁ ମନକୁ ନା ପନିସମେଣ୍ଟ ତୁ ନେବୁ ନା କ'ଣ ଆଉ ଇଏ ତ ଫେଭରେଟ୍ ଜିନିଷ ଖାଇଦେବୁ ତୁ ଏତେ ରୋଲ୍ କରୁଛୁ ପୁରୀରେ ଝିଅ ପିଲାମାନଙ୍କ ସବୁଠୁ ଫେଭରେଟ୍ ଜିନିଷ ଖାଇବାର ଏକ୍ସପର୍ଟ। ଆଜି କିଛି ଖରାପ ପନିସମେଣ୍ଟ ଦିଏ ଭଲ ପନିସମେଣ୍ଟ ଦିଏ କିଛି ଦିନ ଦେଖିଲି ବହୁତ କଷ୍ଟରେ ସେ ରହୁଛନ୍ତି ପୁରା ରାଗ ଖାଇକି ଆଖି ନାଲି ଯୁବକ ହେଇଯାଉଛି ସେ ହିସାବରେ ଭାବିଲେ ଆଜି ଟିକେ ଭଲ ପନିସମେଣ୍ଟ ଦେବା ଖୁସି ଭଳିଆ ତାଙ୍କ ମନରେ ଟିକେ ଭଲ ଲାଗିବ। ଏବେ ମିଠା ଖାଇ ବୋଲ ନତ ଆଜି ଆଣିଲି ଆଉ ହଁ ତୁ ପନିସମେଣ୍ଟ ଦେବୁ ନା ଖୁସି ଖାଅ ଏଇଟା କିଛି କିଛି ସେଟା ତ ନାହିଁ ଆଉ କ'ଣ ଖାଇବ ସେମିତି ମିଳିଯାଉ ତମ ସେ ପୁରା ଗୋଟାଇ ଖାଇବା ଆଉ ବସ ଆଉ ନାଇଁ 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 ପନିସମେଣ୍ଟ ମାନେ ପନିସମେଣ୍ଟ ଚୋପାକ ଛଡ଼େଇବ ମୋ ଆମ୍ବ ଦେଇଛି ତ ଭଲ ଜିନିଷ ଦେଇଛି ଭଲ ଜିନିଷ ଦେଇକି ମନା କରୁଛନ୍ତି ମାନେ ଆଉ କ'ଣ କହିବ ତୁ କାହିଁ ଭଲ ଜିନିଷ ଦେଉଥିଲୁ କି ତୁ ପନିସମେଣ୍ଟରେ ତା ଫେଭରେଟ୍ ଜିନିଷ ଦେଇଦେଲୁ ଫେଭରେଟ୍ ଜିନିଷ ଯଦି ସିଏ ଚୋପା ଛଡ଼େଇବ ବୋଲି କହିଦେବେ ନା କ'ଣ କ'ଣ ହାତ ଦେଖେଇଲେ କ'ଣ ପାଟିରୁ ସରେଇକି ଆଁ କରିବୁ ନା ହାତ ଦେଖେଇ ଦେଲେ କ'ଣ ଆମର ପାଟିରେ ଅଛି ଖଟା ଲାଗିବ ତମେ ତ ସେମିତି ମାନେ ଯଦି ଆମ୍ବ ପୁରା ଖଟା ନ ଭାବି ମିଠା ହେଉଛି ଖାଇଦେବ ହେଲା ଏବେ କ'ଣ କରିବି ମୁଁ ଚେଷ୍ଟା କରିବି ଆରଥରକୁ ମୁଁ କେମିତି କରିବା ପାଇଁ ଚେଷ୍ଟା କରିବି ଜିତିବ ଏଥର ମୁଁ ଜିତି ମୁଁ ଜାଣିଛି ଆଜି ଆମର ମଣ୍ଡା ପିଠା ପବିତ୍ର ସୁଦଶା ବ୍ରତରେ ଆମର ମଣ୍ଡା ପିଠା ହେଇଥିଲା ଓଡ଼ିଶାର ପୁରା ପାରମ୍ପରିକ ଖାଦ୍ୟ ବହୁତ ଟେଷ୍ଟଫୁଲ୍ ବହୁତ ବଢ଼ିଆ ଲାଗେ ଖାଇବା ପାଇଁ ଆପଣମାନେ ଯେଉଁଠି ରହୁଥିବେ ସେଇଠି ଖାଇଥିବେ ମଣ୍ଡା ପିଠା କେମିତି ଲାଗି କମେଣ୍ଟ କରି କହିବେ ଆଜି ତ ସେ ମୋତେ ହରେଇ ଦେଲା ବହୁତ କଷ୍ଟରେ ଆଜି ବହୁତ କଷ୍ଟ ହେଲା ମଣ୍ଡା ପିଠା ବହୁତ ଟେଷ୍ଟ କିନ୍ତୁ ଖାଇବା ପାଇଁ କଷ୍ଟ ହେଲା କାହିଁକି ନା ବିରି ପୁରଟା ଟାଣ ହେଇଯାଇଥିଲା ସେଇଥିପାଇଁ ଆପଣମାନଙ୍କୁ ଆମ ଚ୍ୟାନେଲଟା କେମିତି ଲାଗୁଛି ସବସ୍କ୍ରାଇବ୍ କରିବେ ଆଉ ଲାଇକ୍ କରିବେ ଆଉ କମେଣ୍ଟ କରି କହିବେ ଆପଣଙ୍କୁ କେଉଁ ଖାଇବାଟା ପସନ୍ଦ ହେଉଛି ଆମେ ସେଇ ଖାଇବାଟା ଆଣିବୁ ରହିଲି ଜୟ ଜଗନ୍ନାଥ।